ଏବେ ସକାଳର ମୁଁ ମାନେ କାମ ଦାମ ସକାଳର ଘର ପୁରା ଓଳେଇବା ଆଉ ଡୁଡୁର ବାସନ କୁସନ ଧୋଇ ଗରମ ପାଣି ଦ୍ୱାରା ବସେଇ ତାର ଖାଇବା ଗୋଳେଇ ଗାଳି ଦେଇ ଥୋଇ ଦେଇକି ପଳେଇ ଆସିଲି ଛାତ ଉପରକୁ ପାରାମାନଙ୍କୁ ଖାଇବାକୁ ଦେବା ପାଇଁ। ତ ଏଠି ଦେଖନ୍ତୁ ଏ ପାରାମାନେ କେତେ ସୁନ୍ଦର କରିକି ଆସିଛି, ମାନେ ମୋତେ ଦେଖିଦେବେ ମାନେ ସେମାନେ ଦୌଡ଼ିକି ଆସିବେ ଖାଇବା ପାଇଁ। ତ ମୁଁ ସକାଳୁ ସକାଳୁ ଯେତେବେଳେ ବି ଆସେ ନା ମାନେ ଏମିତି ଛାତ ଉପରକୁ ଖାଇବା ଦେବ, ପାରାମାନେ ଯେଉଁଠି ବି ଥାନ୍ତି ଦେଖନ୍ତୁ କେତେ ସୁନ୍ଦର କରି ଉଡ଼ି ଆସି ବସି ପଡ଼ିବେ, ମୋତେ ବହୁତ ଖୁସି ଲାଗେ। ଆଉ ମୋତେ ସେମାନଙ୍କୁ ଦେବ କାହିଁକିନା ତଳେ ଜେରିକି ଆଗେ ଖାଇବାକୁ ଦେଇକି ଆସେ ରୁଟି, ତାପରେ ଆସିକି ଏଠି ପାରାମାନଙ୍କୁ ଖାଇବାକୁ ଦିଏ। କିଛି ସମୟ ଟିକେ ଛାତ ଉପରେ ଠିଆ ହୁଏ, ମୋତେ ବହୁତ ଭଲ ଲାଗେ। ଆଉ ତାପରେ ତାକୁ ଖାଇବାକୁ ଦେଇକିଣି ମୁଁ ଆସେ ମୋର ଆଉ ଯାହା ନିତ୍ୟକର୍ମ ସକାଳର ଥାଏ ତାକୁ ସବୁ କରିବା ପାଇଁ। କିନ୍ତୁ ଯେତେବେଳେ ବି ମାନେ ମୁଁ ଛାତ ଉପରକୁ ଯାଏ ନା ତାଙ୍କୁ ଦେବା ପାଇଁ, ମାନେ ସେମାନେ ଯେମିତି ଅନେଇକି ବସିଥାନ୍ତି ଯେ କେତେବେଳେ ଆସିବେ ଖାଇବାକୁ ଦେବା ପାଇଁ। ତ ମୋତେ ବହୁତ ଖୁସି ଲାଗେ। ମାନେ ବିଶ୍ୱାସ କରିବେନି, ଆପଣମାନେ ବି ଯଦି ଦେଉଥିବେ ଆପଣମାନେ ବି ବୁଝିପାରୁଥିବେ ମୋର ଫିଲିଙ୍ଗସଟା, ମାନେ ମୁଁ କ'ଣ କହିବାକୁ ଚାହୁଁଛି। ତ ଏତେ ଖୁସି ଲାଗେ ଯେ ମାନେ ଆପଣଙ୍କୁ କହିବି ପାରିବିନି। नमस्कार सांग मैंने जय जगन्नाथ वेलकम बैक टू गेली ब्लॉग। आशा करছি ଆପଣମାନେ ସମସ୍ତେ ଭଲରେ ଥିବେ। ଆମେ ବି ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ସମସ୍ତେ ଭଲରେ ଅଛୁ। ତ ଡୁଡୁ ଏବେ ଆସିକି ବାଜିଲାଣି ସକାଳ 9ଟା। ଏବେ ଉଠୁଛି କାହିଁକିନା ରାତି ଯାକ ଆଜି କାଲି ସେ ଶୋଇନି, କେଁ ହେଇଗଣି ବହୁତ ହଇରାଣ ରାତି ଯାକ ମାମାଙ୍କୁ କରିଛି। ତ ସେ ଏବେ ଉଠିଲା। ଏବେ ମୁଁ ଯାଉଛି ତାକୁ ଟିକେ ଖୋଇଦେବି। ତାର ଏବେ ଏଠି ପାଣି ବୋତଲ ତାର ନେଇ ଆସିଛି। ଏଠି ଦେଖନ୍ତୁ ତାର ଛତୁଆ ବି ମୁଁ ଗୋଳେଇକି ରଖିଛି, ଏବେ ଛତୁଆ ସେ ଖାଇବ। ତାପରେ ତାର ମୁହଁ ଧୋଇବା ପାଣି ସବୁ ପାଖରେ ଥୋଇକି ମାନେ ବସିଥାଏ ଖାଇବା, କାହିଁକିନା କେହି ପାଖରେ ଯେତେବେଳେ ସକାଳ ଟାଇମ୍ରେ ଜାଣିଥିବେ କେହି ନଥାନ୍ତି। ତ ମୋର କ'ଣ ଦରକାର ହେବ ସେଥିପାଇଁ ମୁଁ ଆଗତୁରା ସବୁ ଧରିକି ବସିଥାଏ। ତ ଏମିତି ହେଲା ସବୁ କଥା। ଡୁଡୁ ବାପା ତ କାଲି ଅଫିସରୁ ଆସିନାହାନ୍ତି, ରହିଯାଇଛନ୍ତି ଚନ୍ଦୁଗତିରେ ଭୁବନେଶ୍ୱରରେ। ତ ସେଥିପାଇଁ ସକାଳରେ ଏତେ ରୋଷେଇବାସ କିଛି ନଥିଲା, ବାସି ରୁଟି ଫୁଟି ଥିଲା। ମାମା ତାଙ୍କର ଖାଇ ପିଇ ପଳେଇଲେ। ଆଉ ମୁଁ ମୋର କେକ୍ ଖାଇବି ବୋଲିକି କେକ୍ ନେଇ ଆସିଛି। ତ ଏବେ ମୁଁ ତାକୁ ଏବେ ଡୁଡୁକୁ ଏବେ ଛତୁଆ ଖୋଇ ଦେଉଛି। ଛତୁଆ ଖାଉଛୁ ନା ଆଙ୍କ ଦିନ ନା। ତ ଏବେ ତାକୁ ଛତୁଆ ଖୋଇଦେଉଛି। ତାକେ ଛତୁଆଟା ତାକୁ ଆଗେ ଖୋଇ ଦେଇ ସାରେ, ତାପରେ ମାନଙ୍କ ସହିତ କଥା ହେଉଛି। ଖାଇସାରିଲୁ, ଏବେ ପାଣି ପିଇଦେ। ପାଣି ପିଇ ଧରିବୁ କୁପ୍ ବୋତଲ ଧରିବୁ, ତୁ କୁପ୍ ବୋତଲ ଧରିକି ପିଉନୁ। ହଁ ଧରିବୁ ନା। ହଁ ଧର। ହଁ ପାଣି ପିଇଦେ। ଖାଇସାରିଲା ପରେ ସମସ୍ତେ ପାଣି ପିଅନ୍ତି। ମୋ ଡୁଗୁ ପାଣି ପିଇଦେବନି କି? ଚୁନା ପିଲାଟେ ବା। 9ଟା ବାଜିବ, ଛତୁଆ ଖାଇବୁ। ଆପେଲ କେତେବେଳେ ଖାଇବୁ? କ୍ଷୀର କେତେବେଳେ ପିଇବୁ? ଭାତ ଡାଲି କେତେବେଳେ ଖାଇବୁ? ତୁ ସବୁ ଟାଇମ୍ ଏପଟ ସେପଟ କରିଦେଉଛୁ। ପାଣି ପିଇଦେ। ଜୟ ମା ମଙ୍ଗଳା ଡାକି ପାଣି ପିଇଦେ। ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା। ସଇଲା। ଓ ହଁ ସଇଲା ବା। କ'ଣ କହୁଛୁ? ଖାଇସାରିଲୁ, ପାଣି ପିଇଲୁ। ଖାଇସାରି ପାଣି ପିଇ ସାରିଲା ପରେ ଏମିତି ମାମା କୋଉଠି ଟିକେ ସେ ବସିବ, ଦେଇକି ମାମା କତିରେ ଏମିତି ବସିବ। କ'ଣ କହୁଛୁ କହୁନୁ କହ। ସେ କିଛି କହିବନି, ସେ ସବୁ ଟିଭି ଦେଖୁଛି। ଦେଖନ୍ତୁ ଟିଭି ଲାଗିଛି। ସକାଳୁ ଉଠି ତାকে ଟିଭି ଲଗାଇଦେଲେ ସେଠି ଗୀତ ଶୁଣିବ। ଟିକେ ନାଚିଦିନି ବାବା ଓଲୋ। ହଁ ଆଉ ଓଲୋ। ହଁ ଆଉ ହଁ ତ ଆଚ୍ଛା। ଆଉ କ'ଣ? ମାମା ଆଚ୍ଛା। ଆଉ କ'ଣ? ନ ଆଉ କ'ଣ? ସେଇଟା କ'ଣ କରିବୁ? ମାଗୁଛି ଫୋନ୍ଟା ଦେ, ମାମା ଧରିବ।
ଅଛି।